ମୋ ନାଁ ପ୍ରତାପ ରାଠୋର। ମୋ ହୃଦୟଟା ବହୁତ କଠୋର। ମୋ ସାଙ୍ଗରେ ଭଲ ହେଲେ ଭଲ, ନହେଲେ ଜୀବନରୁ ଭଲ। ତମର କେତେ ଟ୍ରିପ୍ କାଠ ଦରକାର? 50 ଟ୍ରିପ୍ ମିଳିଯିବ। କାଲି ସନ୍ଧ୍ୟା ସୁଦ୍ଧା ତମକୁ 50 ଟ୍ରିପ୍ କାଠ ମିଳିଯିବ। କହିଲି ନା ମିଳିଯିବ। ପ୍ରତାପ ରାଠୋରର କଥା ଗୋଟେ ଆଉ କାମ ଗୋଟେ। ମୋ ନାଁ ପ୍ରତାପ ରାଠୋର। କହିଲି ନା ମିଳିଯିବ। ଏତେ ବ୍ୟସ୍ତ କାହିଁକି? ରଖ ଫୋନ୍। ମୋ ନାଁ ପ୍ରତାପ ରାଠୋର। ମୋ ହୃଦୟଟା ବହୁତ କଠୋର। ମୋ ସାଙ୍ଗରେ ଭଲ ହେଲେ ଭଲ, ନହେଲେ ଜୀବନରୁ ଭଲ। ଶଙ୍କର, ଶଙ୍କର, କୁଆଡେ ଗଲା କେଜାଣି ଏ ଶଙ୍କରଟା? ଏର କାନ ଫାଟିଗଲା ନା କଣ? ଶଙ୍କର, ଲତା, ଆଲୋ ଏ ଲତା, କୁଆଡ଼େ ଗଲ ଟିକେ ରଖା ଦେ। ଖାଇଲେ ସିନା ଗଛ କାଟିବାକୁ ଯିବି। ଆଜି ବା ମୋତେ ଟୋଟାଲ 50 ଗଛ କାଟିବାର ଅଛି। ସେ ବାବୁଟା ଭାରି ରାଗି। ଗଛ ଗୋଟେ କମ୍ ହେଲେ ବି ସେ ପଇସା କାଟିଦେବ। ଆଲୋ ଲତା, ଏତେ ବଡ଼ ପାର୍ଟି କରି ପୁରା ଚିଲ୍ଲାଉଛ। ମୋତେ ଶାନ୍ତିରେ ଟିକେ କାମ କରେଇଦବ ନା ନାହିଁ? ଖାଲି ଲତା ଲତା ଲତା। ମୁଁ କିଛି ବି କାମ କରିପାରୁନି। କାହିଁକି ଏମିତି ହଉଛ କହିଲ? ସବୁବେଳେ ଖାଲି ବାବୁ ବାବୁ ବାବୁ। ବାବୁ ଖାଲି ଏମିତି ମୁଣ୍ଡରେ ମୁଣ୍ଡେଇ ବସିବ। ଘରେ ଗୋଟେ ସ୍ତ୍ରୀ ଅଛି। ଆରାମସେ ଧର। ହଁ, ଗୋଟେ ସ୍ତ୍ରୀ ଅଛି, ସେଇଟା ଜାଣିଛ ନା ନାହିଁ? କୁହ ମତେ, ତାକୁ ବି ତ ଟିକେ ଟାଇମ୍ ଦେବା ଦରକାର। ଖାଲି ମୁଁ କାଠ କାଟିବାକୁ ଯିବି, ଏଇଟା କରିବି ସେଇଟା କରିବି। ଛି! ଆଲୋ ମୁଁ ସବୁ ଜାଣିଥିଲ। ଆମେ ତ ଦିନ ମଜୁରିଆ ଲୋକ। କାଠ ଦିଟା କାଟିଲେ ପଇସା ଆଣିବ, 2 ମୁଠା ଖାଇବା। ଆମକୁ ମାଗଣାରେ କିଏ ପଇସା ଦେବ? ଆମେ କେମିତି ଖାଇବା ଲୋ? ଆଚ୍ଛା ଠିକ୍ ଅଛି, ଖାଲି ତମେ କହୁଛ ଖାଇବ, ତାପରେ ତମେ କାଠ କାଟିବାକୁ ବାହାରିବ। ମନ ପସନ୍ଦର ଖାଇବା ମୁଁ ଆଜି ବନେଇଛି। ଶାଗ ଭଜା, ବଢି ଚୁରା, ତା ସାଙ୍ଗରେ ଟିକେ ଆଳୁ ଭର୍ତ୍ତା, ଆଉ ତା ସହିତ ଦହି ବରା, ପଖାଳ ଛୁଙ୍କ। ଏଠି ତମେ ବସ, ମୁଁ ତମ ପାଇଁ କାଢିଦେବି। ବସ। ଯା, ଯା।
ଶାଗ ଆଜି କୋଉଠୁ ଆଣିଥିଲୁ? ଭାରି ସୁଆଦିଆ ହେଇଛି। ଆରେ ତମେ ଶାଗ ଖାଇବାକୁ ପସନ୍ଦ କର ବୋଲି ସେଥିପାଇଁ ମୁଁ ଆଜି ସେ ମାଉସୀଙ୍କୁ କହିଥିଲି ମୋ ସ୍ୱାମୀ ପାଇଁ ଟିକେ ଶାଗ ଆଣିଦବ। ଭାରି ଭଲ କଲୁ। ଯଦି ଗଛ ନ କାଟିବେ ତାହେଲେ ମତେ ପିଟା କରାଇବେ। ହଉ ତୁ ଟିକେ ଯା, ମୁଁ ଯାଏ, ବାବୁ ରାଗିବେ ନହେଲେ। ଆଉ ବାବୁ ରାଗିଲେ ପଇସା ତ ଦେବେନି, ସେ ଲୋକଙ୍କୁ ପଠେଇ ପିଟା କରେଇବେ। ଆଉ ହାତ ଗୋଡ଼ ଭାଙ୍ଗିଲେ ଆଉ ଗଛ କାଟିବି ନା ଆମେ ଖାଇବା? ଯା, ତମ କଥା ମୁଁ କିଛି ବି ଶୁଣିବିନି। ଯା ସେ ବାବୁଙ୍କ ପାଖରେ ରହିବ, ସେ ବାବୁଙ୍କ ପାଖରେ ସବୁ କରିବ। ଚାଲିଲି ମୁଁ। ଆଲୋ ତୁ ତ ମୋ ମନର ମଇନା, ତୁ ରାଗିଲେ ମୋ ସଂସାର କେମିତି ଚଲେଇବି ମୁଁ? ତୁ ଆଉ ରାଗନା, ପାଖକୁ ଚାଲ। Somebody take it by now,
ମୋ ନାଁ ପ୍ରତାପ ରାଠୋର। ମୋ ହୃଦୟଟା ବହୁତ କଠୋର। ମୋ ସାଙ୍ଗରେ ଭଲ ହେଲେ ଭଲ, ନହେଲେ ଜୀବନରୁ ଭଲ। ଆଜ୍ଞା ନମସ୍କାର। ଶଙ୍କରା, ମୋର କାଲି ସନ୍ଧ୍ୟା ସୁଦ୍ଧା 50 ଟ୍ରିପ୍ କାଠ ଦରକାର। ବୁଝିପାରିଲୁ ନା? 50 ଟ୍ରିପ୍। ଆଜ୍ଞା ବାବୁ, ଏ ମହାଗିରି ତ କାଟି କାଟି ସବୁ ସଫା କରି ସାରିଲୁଣି। ଆଉ 50ଟା ଗଛ କୋଉଠୁ ଆଣିବି? ଆଉ କିଛି ଭଲ ଗଛ ନାହିଁ ବାବୁ? 50ଟା ଗଛ ନୁହେଁ ଶଙ୍କରା, 50 ଟ୍ରିପ୍ କାଠ ଦରକାର। ମନେ ରଖ, 50 ଟ୍ରିପ୍ କାଠ ଦରକାର। କାଠ ଆଣି ଦବ ତ ଦବ, ନହେଲେ ପିଟି ପିଟି ସମସ୍ତଙ୍କୁ ମାରିଦେବି। ମୋ ନାଁ ପ୍ରତାପ ରାଠୋର। ଏବେ ଯାଅ, ଯଥାଶୀଘ୍ର କାଠ କାଟିବାରେ ଲାଗିଯାଅ। ଆଜ୍ଞା ବାବୁ, ଯାଉଛି। ମୁଁ 50ଟି କାଠ କାଟି ଆପଣଙ୍କୁ ଦେଇଦେବି। ମୋ ନାଁ ପ୍ରତାପ ରାଠୋର। पृथ्वी पुस्तक जाली पड़ी पाउंस करिवार मोर सृष्टि। मूर्ख मनुष्य समाज तार अजाणतरे वृक्षलता काटी मोर दिन को दिन शक्ति वृद्धि करी चली। मोर मोर प्रकोप रे ए पृथ्वी पुस्तक जाली पड़ी पूरा पाउंस करदेवी। अरे मोर दुई दूत एपर्यंत आसिलानी कहीं? कार्बन डाइऑक्साइड कार्बन मोनोऑक्साइड एपर्यंत कुआडे गले आसिलानी कहीं? कार्बन डाइऑक्साइड कार्बन मोनोऑक्साइड ए पृथ्वी पृष्ठ रे जीव जगत माने धीरे धीरे विनाश होउछन तो क्या महाराज? एही मूर्ख समाज मते दिन को दिन सक्त करजी सक्त। एही मूर्ख समाज हजार हजार मात्रा रे गछ काटुची गछ। सेथिरे मु सतर्क होउची महाराज, सतर्क होउची। एमाने गाड़ी मोटर बहुत मात्रा रे व्यवहार करूछंती। सेति पई मु बहुत मात्रा रे पड़ी गली। आउ एमाने कल कारखाना करूछंती।
ताकत देउची आउ किछि दिन हेले मुए मानकु जानी खाड़ी सरकार कर देबी शाबाश पोस्टियो शाबाश जाओ तुम्हें तुम काम रे लगी जाओ कार्बन मोनोऑक्साइड तुम्हें की खबर सूचना नहीं आसीछ मनुष्य शक्ति दिन को दिन वृद्धि पाइबार लगी ए मनुष्य समाज आलस्य वृत्ति होई इलेक्ट्रिक गाड़ी मेसिन गाड़ी मोटर प्रबल व्यवहार द्वारा मोर शक्ति वृद्धि पाइबार लगी कार्बन मोनोऑक्साइड जमी वृद्धि पाऊँ मोर शक्ति से ही वृद्धि पाइबार लगी एवं दिन को दिन मो बलिया नबार लगी महाराज आउ किछि दिन एमिति चलिले ए पृथ्वी पृष्ठ लोप पाई जीवो शाबाश शाबाश पोस्टियो शाबाश मु जानी थिली तुम ए काम करि पाइबो मोर तुम ऊपर पूर्ण भरोसा अछि पूर्ण विश्वास अछि ए पृथ्वी पृष्ठ को तुम कार्बन मोनोऑक्साइड कार्बन डाइऑक्साइड जाओ जाली पोड़ी पाउस कर दियो चलो अरे मारे दिबो मारे को ध्वंस करियो कार्बन डाइऑक्साइड कार्बन मोनोऑक्साइड एथर मोर दुई दूत गले पृथ्वी पृष्ठ को जाली पोड़ी पूरा पाउस कर देबे हेलो ये स्मिता जाऊची हां पैसा दिया है बुझे आज्ञा ए आश्रम को प्रेमर स्नेहर सहित आपण मानको शुभेच्छा जणाउछि ए जो माने एका आसी छंती तांको गोटा नमस्कार ए जो माने जोड़ा जोड़ी हेई के आसी छंती तांको जोड़ा नमस्कार आउ जो माने छाड़ी की आसी तांको छोड़ा नमस्कार आओ जो मानकर नाहंती जो माने पारी नाहंती ए तांको छोड़ा नमस्कार ए मान्यवर मु हेली ए भूत मंडल सभापति ए मो पाखरे असंख्य भूत भूतणी अछंती ए रिसेंट ह्यूमन सागर भूत मध्य मो पाखरे अछि
ସମସ୍ତେ ମୋର ଗୋଟେ ଇଶାରାରେ ନାଚନ୍ତି। ଏ ମାନ୍ୟବର, ଏ ମଣିଷ ତା ଜୀବନରେ କଣ ଆଣିଛି, କଣ ନେଇକି ଯିବ? ଭୂତ ବାବାଙ୍କର ଜୟ, ଭୂତ ବାବାଙ୍କର ଜୟ, ଭୂତ ବାବାଙ୍କର ଜୟ। ଏ ଭକ୍ତବୃନ୍ଦ, ଆସିଛ ଖୋଲା ହାତରେ, ଯିବ ଖୋଲା ହାତରେ, ହେଲେ ଜୀବନର ଏ ମଧ୍ୟଭାଗରେ ହାତ ମୁଠା କଣ ପାଇଁ? ଭୂତ ବାବାଙ୍କର ଜୟ। ଏ ଖୋଲା ହସ୍ତରେ ଆଶ୍ରମକୁ ଦାନ ଦିଅନ୍ତୁ ଏବଂ କୋଟି କୈବଲ୍ୟ ପ୍ରାପ୍ତ କରନ୍ତୁ। ଭୂତ ବାବାଙ୍କର ଜୟ, ଭୂତ ବାବାଙ୍କର ଜୟ। ହଉ, ଚାଲ ଏଥର ଭିତର କାମଟା ସାରିଦେବା। ବାବା ଗୋଟେ କଥା କହିବି? ହଁ କହୁନା। ଚୁଟିଟା ସାରଥି ବାବା ଭଳିଆ ହେଇଛି, ତମେ ସ୍ଟ୍ରେଟନିଂ କରିଦେଲନି, ନହେଲେ ସ୍ମୁଥନିଂ କରିଲେ ଖରଖର ହେଇଯିବ। ଏ ମା, ସେ କାମଟା ଟିକେ ତମେ କରିଦବ ନା। ଆଚ୍ଛା ଠିକ ଅଛି, ତମେ ମୋର ପ୍ରିୟ ଶିଷ୍ୟା। ବାପା, ଆମ ବାବା କୋଉଠୁ ଆଇଛନ୍ତି ଜାଣିଛନ୍ତି? କୋଉଠୁ? କେନ୍ଦ୍ରାପଡାରୁ। କେନ୍ଦ୍ରାପଡ଼ା? ହଁ ମାତା, ସେଥିପାଇଁ ଏମିତି ଖାଲି ବାଳିମୂଳ ଆଶ୍ରମରୁ। ହଉ ଚାଲ ଭିତରକୁ ଚାଲ, କାର୍ଯ୍ୟକ୍ରମ ଆରମ୍ଭ କରିବା। ଚାଲନ୍ତୁ ଚାଲନ୍ତୁ, ଆସ, ଆସ। ବିଶ୍ରାମ କରିବେ ଆମ ବାବା। ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏହା କେବଳ ଏକ ମନୋରଞ୍ଜନ ପାଇଁ। ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା କେବଳ ଏକ ମନୋରଞ୍ଜନ ପାଇଁ। ଏସବୁ ରକ୍ଷାରକ୍ଷୀର ବନ୍ଦୋବସ୍ତ କର ଆଉ ଭକ୍ତ ମଣ୍ଡଳୀଙ୍କ ଦର୍ଶନ କାର୍ଯ୍ୟ ଆରମ୍ଭ କର। ଏ ପ୍ରିୟ ଶିଷ୍ୟ, ଟିକେ ଟିକେ ମଜା ମଜଲିସ୍ ଟିକେ ହଉ। ଏ ନିଶାଟା କଟିଗଲେ ବାଗ ଲାଗିବନି। ବାଙ୍ଗିରି ମାତା ମୁଲ ସଞ୍ଜନ ହଉ ମଠ କବାଟ ଦବା ବାଙ୍ଗିରି ମାତା ତୁମ ଠୁରୁକା ବାବା, ସଞ୍ଜନ ହୋରୁ ମଠ କବାଟ ଦବା। ଟିଭି ଜାଳି ଦୁହେଁ ମିଶି ପୋଥି ପଢିବା। ଅତି ଯଦି ଲିଭି ଯିବ କଣ
हिले हिले मोर कलिजा हमी गल्ला हल्ले 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 जेबे नजर मिसी गल्ला हिले 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 मोर कलिजा हमी गल्ला बयस ता बल्ले बल्ले मन तार हल्ले हल्ले अरे झियाटा खाली कहूची मते कटक पुरी बुलेले बाबा सल्लैले बाबा सल्लैले 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 ए बाबा सल्लैले बाबा सल्लैले 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 ए बाबा सल्लैले हल्ले 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 ये भी तो कहता फांसी गल्ला हिले 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 और ऐसा हल्ले गल्ला हमारे का दस्त छे पाछे पाछे मारा बोले देखिए मते काज तारा हल्ले के हल्ले माता चिल्ले 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 माता चिल्ले ଏତିକି ଥାଉ ଶିଷ୍ୟ ଶିଷ୍ୟ ନା ଆଜ୍ଞା। ତମେ ତାକୁ ଅଧିକା ଦେଇ ଦେଇଥିଲ କି କଣ ଖାଲି ଆଜି ସନ୍ଧ୍ୟାଟା ଯାଉ ତାପରେ ମୁଁ ତା କଥା ବୁଝୁଛି ହଁ ମନା ହଉ ଏଥର ଭକ୍ତବୃନ୍ଦଙ୍କ ଦର୍ଶନ କାର୍ଯ୍ୟ ଆରମ୍ଭ କରିବା ଆଜ୍ଞା ଭକ୍ତ ଅଛନ୍ତି ଆଜ୍ଞା ଠିକ ଅଛି ଡାକ ବାବା ପ୍ରଥମ ଭକ୍ତକୁ ଡାକୁଛି ହଁ ହଁ ସେଇଠୁ ଆରମ୍ଭ କର ପ୍ରଥମ ଭକ୍ତ ଭିତରକୁ ଆସନ୍ତୁ ବାବା ଡାକୁଛନ୍ତି ଭିତରକୁ ଆସନ୍ତୁ ତୁମର କଲ୍ୟାଣ ହଉ ତୁମର କଲ୍ୟାଣ ହଉ ତୁମର କଲ୍ୟାଣ ହଉ ତୁମର କଣ ଅସୁବିଧା ହେଇଛି ବାବା ମୋ ଜୀବନରେ ବହୁତ ଅସୁବିଧା ଅଛି ଆଚ୍ଛା ମୁଁ ଯାହା ପାଠ ପଢିଲେ ବି କିଛି ମନେ ରହୁନି ଯେତେ ଆଚ୍ଛା। ପରୀକ୍ଷା ଦେଲେ ବି ସବୁ ଜିରୋ ଆଚ୍ଛା ମନେ ରହିବ ଅଛି। ରହିବ ଆମ ବାବାଙ୍କ ପାଖକୁ ଆସିଛ ମାନେ ତମର ଖାଲି ପାଠ ନୁହଁ ସବୁ ମନେ ରହିବ ସମସ୍ୟାର ସମାଧାନ ଅଛି ହେ ଭକ୍ତ ତମେ ଗୋଟେ କାମ କର ଆମ ଆଶ୍ରମରୁ 750 ଟଙ୍କା ଦେଇ ନାଲି ବଟିକା ପ୍ୟାକେଟ ନବ ତାକୁ 3 ଥର ଦିନରେ ପାନ କରିବ ଆଉ 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 ଗୋଟେ ଯୋଗ ଶିକ୍ଷା କରିବାକୁ ପଡ଼ିବ ହଁ ସେଇ ଯୋଗଟି ମୋ ଶିଷ୍ୟା ତମକୁ ଶିଖେଇଦେବେ ତାକୁ ମନ ଦେଇ ପ୍ରାଣ ଦେଇ ଆଉ ସବୁ ଟିକେ ଟିକେ ଦେଇକି ଶିଖି
ଯେ ଟିକେ ଟିକେ ପାସୁରି ପାସୁରି ଯିବ। ଦେଖିଆ ମୁଁ ତମକୁ ସେଦିନ ରାତିରେ ଯୋଉ ଯୋଗଟି ଶିଖେଇଥିଲି ସେଟା ତାକୁ ଶିଖାଅ। ଗୋଟେ ଭିତରେ ଏ ପୁରା ପାଠ ଶହେ ଶହେରେ ମନେ ରହିବ। ତୁମ ଏକ୍ଜାମ ପାସ୍ କର। ଆସ ବକ୍ସ। ଭୂତ ବାବାଙ୍କର ଭୂତ ବାବାଙ୍କର ଭୂତ ବାବାଙ୍କର ଏ ମାନ୍ୟବର ମାନ୍ୟବର ଆଉ ଭକ୍ତ ଅଛନ୍ତି? ହଉ 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 ଏଥର ଦ୍ୱିତୀୟ ଭକ୍ତଙ୍କୁ ଡାକ। ଦ୍ୱିତୀୟ ଭକ୍ତଙ୍କୁ ଡାକ। ହଁ, ଏ ଦ୍ୱିତୀୟ ଭକ୍ତ ଆସିଲେ ତାଙ୍କୁ ପ୍ରିୟ ଭକ୍ତ ଭିତରକୁ ଆସ। ଏ ଭକ୍ତ ତୁମର ମଙ୍ଗଳ ହଉ। ତମର କଣ ଅସୁବିଧା ହେଇଛି? ପ୍ରବଳ ଅସୁବିଧା କଣ? ଆଚ୍ଛା ଦେହ ସବୁବେଳେ ଅସୁସ୍ଥ ରହୁଛି। ଆଚ୍ଛା ଦେଖୁନାହାନ୍ତି ମୁଁ ପୁରା ପତଳା ହେଇଗଲିଣି। ହଁ ଜଣା ପଡୁଛି ଆଉ। ଆଉ ତାପରେ ଖାଇଲେ ଭୋକ ହଉନି। ହଁ ଶୋଇଲେ ବି ଭୋକ ହଉନି। ଇସ୍, ଆଉ ଦେଖୁନାହାନ୍ତି ବାବା ମୁଣ୍ଡ ଚୂଳ ସବୁ ଉପୁଡ଼ି ଝୋଟ ହେଇଗଲାଣି। ଏ ହେ ଅଛି 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 ଏ ସମସ୍ୟାର ସମାଧାନ ଅଛି। ତମକୁ କାମ କରିବାକୁ ପଡ଼ିବ। ଆମ ଆଶ୍ରମରୁ 750 ଟଙ୍କା ଦେଇ ନାଲି ବଟିକା ପ୍ୟାକେଟଟେ ନେବ। ହଁ ତାକୁ ଷଣ୍ଢ କ୍ଷୀର ସହିତ ଦିନରେ 3 ଥର ପାନ କରିବ। ଏ ଷଣ୍ଢ କ୍ଷୀର ଅଛି ଅଛି ଅଛି। ଆମ ଆଶ୍ରମରେ ସବୁ ସମସ୍ୟାର ସମାଧାନ ଅଛି। 250 ଟଙ୍କା ଦବ। 250 ଟଙ୍କା ଦବ ଆଉ 1 ଲିଟର କ୍ଷୀର ଆମ ଆଶ୍ରମରୁ ନେଇକି ଯିବ। ସେଥିରେ ସେଇ ବଟିକାଟି ଫେଣ୍ଟି 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 ଦିନକୁ 3 ଥର ପିଇ। ହଁ ଆଉ ତା ସହିତ ଏକ ଯୋଗ ଶିକ୍ଷା କରିବାକୁ ପଡ଼ିବ। ଆଜ୍ଞା ଅଛି ସେ ଶିକ୍ଷା ବ୍ୟବସ୍ଥା ମୁଁ କରିବି। ମୋ ଶିଷ୍ୟା ଅଛନ୍ତି। ମୋ ଶିଷ୍ୟା ତମକୁ ଯୋଗ ଶିକ୍ଷା ଦେବେ। ସେଇ ଯୋଗ ତମେ ନିତ୍ୟନ୍ତ କରିବ। ସେ ତାଙ୍କୁ ଯୋଗ ଶିକ୍ଷା ଦିଅ। এইটা ଗୋଟେ ମାରାତ୍ମକ ଯୋଗ। ତାକୁ ଇଆଡ଼େ ସିଆଡ଼େ କଲେ ଅଡ଼ୁଆ ହେଇଯିବ। ତାକୁ ସେଇ ଯୋଉ ଦ୍ୱିପହରେ ଯୋଉ ଶିକ୍ଷାଟା ଦେଇଥିଲି ସେଦିନ ଦ୍ୱିପହରେ ହଁ ସେଇ ଯୋଗ ଶିକ୍ଷାଟି ଦିଅ। ଖାଲି ତ ଗନ୍ଧ ହଉଛି ଆଉ।
ଈଶ୍ୱର ବେହେରା ଝିଅ ଏବେ ନୂଆ କି କଲେଜ ଯାଉଛି ହିଲିକି ଠକ ଠକ କରି ଅଣ୍ଟାକୁ ହଲେଇ କଲିଜା ଧରେଇ ଦଉଛି ଆର ଗାଁ ଈଶ୍ୱର ବେହେରା ଝିଅ ଏବେ ନୂଆ କି କଲେଜ ଯାଉଛି ହିଲିକି ଠକ ଠକ କରି ଅଣ୍ଟାକୁ ହଲେଇ କଲିଜା ଧରେଇ ଦଉଛି ତାର ଘୋଡ଼ା ଲାଞ୍ଜ ପରିବାର ଆଖି ଚିଲିକା ପରିକା ନୀଳ ତାର ଘୋଡ଼ା ଲାଞ୍ଜ ପରିବାର ଆଖି ଚିଲିକା ପରିକା ନୀଳ ସିଏ କଲେଜ ଗଲା ବେଳକୁ ଛକ ଜାମ ଲାଗୁଛି କିଏଟା ବିଲେଇ କଣ ଫିଟିଲା ଭଳିଆ ଫିଟିଛି ଆର ଗାଁ ଈଶ୍ୱର ବେହେରା ଝିଅ ଏବେ ନୂଆ କି କଲେଜ ଯାଉଛି ହିଲିକି ଠକ ଠକ କରି ଅଣ୍ଟାକୁ ହଲେଇ କଲିଜା ଧରେଇ ଦଉଛି ପ୍ରଭୁ ଏ ତମର କଣ ଅସୁବିଧା ହେଇଛି? ମୁଁ ଗୋଟେ ହିରୋଇନ ହେବାକୁ ଚାହୁଁଛି। ଏ ହିରୋଇନି ହବ ଏ ହିରୋଇନି ହବ ଏ ହିରୋଇନି ହବ ହବ ଏ ନିହାତି ହବ ମାଷ୍ଟରାଣୀ ହେବିନି ମୁଁ ମାଷ୍ଟରାଣୀ ହେବିନି ତାଙ୍କ ସବୁଠୁ ବଲିଉଡ ଟଲିଉଡ ହଲିଉଡ ଜହୁଉଡ ଅଛି ସବୁଥିରେ ଟପ୍ କରିଦବା ମାନ୍ୟବର ତମକୁ ଗୋଟେ ପ୍ୟାକେଟ ମାଗଣାରେ ମ ବିନା ମୂଲ୍ୟରେ ନୀଳ ପ୍ୟାକେଟ ବଟିକାଟେ ନବ ଆମ ଆଶ୍ରମରେ ଅଛି ହଁ ତାକୁ ଦବ ଆଉ ତା ସହିତ ଗୋଟେ ଛୋଟ ଯୋଗ ଶିଖିବାକୁ ପଡ଼ିବ ହଁ ଏରେ ବଢିଆ ଯୋଗ ସେଇ ଯୋଗ ମୋ ଶିଷ୍ୟ ତମକୁ ଶିଖେଇ ଦେବେ ଯୋଗ କଲେ ହେଇଯିବି ପୁରା ଟପ୍ ହେଇଯିବ ତମେ ସବୁ ଫିଲ୍ମରେ ସବୁ ଆଲବମରେ ସବୁ ଗୀତରେ ସବୁ ଏ ତମେ ଟିଭିରେ ବାହାରିବ ଯେ ହଁ ଏ ଶିଷ୍ୟ ତାଙ୍କୁ ସେଇ ଯୋଗଟି ଟିକେ ଶିଖେଇ ଦିଅ ବସନ୍ତୁ ବାବା ସବୁ ଯୋଗ ଶିକ୍ଷା ଦେଇଦେଇଛି ଆଜ୍ଞା ମୁଁ ଯୋଉଟା ଶିକ୍ଷା ଦେଇଥିଲି ସେଇଟା ତ ଆଜ୍ଞା ସେଇଟା ମୁଁ ଟିକେ ଟେଷ୍ଟ କରିବିନି ତମେ ମନେ ରଖିଛ ଶିଖେଇଛି ନା ଏ ଗୋଡ଼ ଦିଟା ଟିକେ ଯୋଡ଼ିଦେଲ ଆଉ ଟିକେ ପାଖକୁ ଆଉ ଟିକେ ପାଖକୁ ଦି ହାତ ଦି ଜଙ୍ଘ ଉପରେ ରଖ ଟିକେ ଉଡ଼ିଲ ଏ ଟିକେ ଜର ଉଡ଼ି ପଳେଇବ ତ ଏଇ ଜଗଟି ଦିନରେ 5 ଥର ନିହାତି କରିବ ଆଉ ଭୁଲିଗଲେ ବାବା ପାଖକୁ ଆସିବ ତମର କଲ୍ୟାଣ ହବ ଆଉ ଭକ୍ତ ଅଛନ୍ତି ନାଇଁ ବାବା ସବୁ ଭକ୍ତ ସରିଗଲେ ଆମେ ଯିବା ହଉ ଠିକ ଅଛି ମୋର ଚିକଣ ଭିତର ପକ ବିରାଡ଼ି ବୈଷ୍ଣବ ଧରମ ବକ ମୋର ଚିକଣ ଭିତର ପକ ବିରାଡ଼ି ବୈଷ୍ଣବ ଧରମ ବକ ବହୁ ଧରେ ସେ ମନ ମୋହିଲା ସିମେଣ୍ଟ ଗାଈରୁ କ୍ଷୀର ଦୁହିଲା ବିଭୂତି ଲଗେଇ ଭୂତେଇ ଦେଲା ଭରସା ଦେଇ ସେ ଭଣ୍ଡେଇ ଦେଲା ବିଭୂତି ଲଗେଇ ଭୂତେଇ ଦେଲା ଭରସା ଦେଇ ସେ ଭଣ୍ଡେଇ ଦେଲା କଳାକାର ନାମ ଦେଖି ଦେଲେ ତାର କଳାକାର ନାମ ଦେଖି ଦେଲେ ତାର ଲାଗୁଛି ଭାରି କାବା ହରି ହୋ କେନ୍ଦ୍ରାପଡ଼ାର ବାବା ସେ କେନ୍ଦ୍ରାପଡ଼ାର ବାବା କେନ୍ଦ୍ରାପଡ଼ାର ବାବା ସେ କେନ୍ଦ୍ରାପଡ଼ାର ବାବା କେନ୍ଦ୍ରାପଡ଼ାର ବାବା ସେ କେନ୍ଦ୍ରାପଡ଼ାର ବାବା କେନ୍ଦ୍ରାପଡ଼ାର ବାବା ଶିଷ୍ୟ ଏ ଜନସମୁଦ୍ରଙ୍କୁ ମୋର କିଛି କହିବାର ଅଛି କୁହନ୍ତୁ ବାବା ଏ ମାନ୍ୟବର
मोर प्रिय भक्तगण ए आश्रम रे सबु प्रकार व्यवस्था अछि बाबा को पाखरे सबु समस्यार समाधान अछि आओ आपण माने हमर टोल फ्री नंबर जोगाजोग करि पारिबे जहार नंबर होउची 74326969 आओ ता संगे लॉगिन करिवे www.babamarideleuporkuona.com हो तमर कल्याण हो तमर कल्याण कि असह्य गरम ए गरम रे कौन काम करी हबो एई तो बाबू आसिलेनी मोना प्रताप राठौर अरे शंकरा आज्ञा बाबू केते ट्रिप काठ काटिलणे 49 ट्रिप हे गलानी बाबू आउ गोटे ही ट्रिप बाकी अछि हो ठीक अछि आज संध्या सुधा हेई जीव तो हेई जीव आज्ञा कि गरम मो मुंड कौन हो जाउची मो तंटी सुखी जाउची मो मुंड कौन हो जाउची मो छाती कौन हो जाउची मो अणनिश्वासी ओ मो छाती कौन हो जाउची मोना बाबू 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 कौन हैला बाबू ए लता कोठी अछु दौड़िया दौड़िया देख बाबू को कौन हैला ये कोठी अछ टिके दौड़ी आस देख टिके ताको देख कौन करबा किछि भी मुदे दिसुनी कौन करबा बाबू हेमिते हटात पड़ी गले केति पचाइले केते गछ कटाइलानी आउ देखु देखु एटी एमती खसी पड़िले नहीं आमे किछि ना किछि कोटे व्यवस्था करबा निया हम बाबू भलो हो जबे हां हे भगवान किछि तो कोटे बुद्धि बाटा दिस देखा हे प्रभु पानी टिके जछि अति डाक पानी दौड़ी आस कौन करबे पानी पानी कोट तो किछि भी दिस जाउनी हाउ ये जंगल रे
ଚକୁଳିଆ ପଣ୍ଡା ଠାରୁ ଆଶିଷ ପାଇବ ଆହା ଆଶିଷ ପାଇବ ସମୟରେ ତମେ ନିଦ୍ରା ଯିବ ନାହିଁ ମାଲୋ ନିଦ୍ରା ଯିବ ନାହିଁ ଗୁରୁବାରେ ଛୁଆ ପିଲାଙ୍କୁ କେବେ ନ ମାରିବ ଗୋବର ପାଣିରେ ଘର ନିତିଲି ପୂଜନ ସଙ୍ଗେ ହେବ ନାହିଁ ଗେଲ ଆହା ହେବ ନାହିଁ ଗେଲ उठ माँ उठ सब तर मंगल हो बाबा टिके देखंतु हम बाबूଙ୍କର कोन हैला गछ डाटा देखु देखु से खसी पड़िले हां पंडित बाबू हमर गाड़ी पड़छथि देखंतु पंडित हठात ताकर कोन हे गला से चेता शून्य हे जाई छथि किछि आखि बिडो नांदी के कथा बेउ नांदी कोन हे छी हम बाबूଙ୍କର कोन हे छी माँ घर मुके पानी नहीं तब बाबन को संस्टक हो जाई ताको अब पानी पीवा को दियंतु लता दौड़ी की जा पानी आण बाबू उठतु बाबू आपनकर किछि हबनी हमें अछु बाबू उठंतु बाबू हमें अछु बाबू आपनकर किछि हबनी बाबू उठंतु बाबू आमे अछु किछि हबनी प्रणाम महात्मा आयुष्मान भव बाबा ଆପଣଙ୍କ ଯୋଗୁଁ ଆଜି ମୋ ଜୀବନଟା ବଞ୍ଚିଗଲା ना बाबू मो जो आपण जीवन बंचुनी ए संस्टक कबल यदि आम समस्त बंचिया चाहिए तेरे आम धरित्री माथा को बसी एठारे प्रार्थना करवा से आइले आमको रक्षा कर पारे ଆଜି ଏ ଶଙ୍କରା ଆଉ ତାର ସ୍ତ୍ରୀ ଲତା ପାଇଁ ମୋ ଜୀବନଟା ବଞ୍ଚିଗଲା ଏମାନଙ୍କୁ ଜାଣତ ଅଜାଣତରେ ମୁଁ କେତେ କଷ୍ଟ ଦେଇଛି बाबू चलतु चलतु आम बसी प्रार्थना करवा से धरित्री माता को ହଁ ହଁ ଚାଲନ୍ତୁ ଆମେ ସମସ୍ତେ ମିଶି ଧରିତ୍ରୀ ମାତାଙ୍କୁ ପ୍ରାର୍ଥନା କରିବା जय जय धरती माता मैया जय धरती माता अन्न जल वायु सभी जन अन्न जल वायु सभी जन तुझको नमन करता जय जय धरती माता देवी सर्वभूतेषु मातृरूपेण सस्तिमा उठा बच्चा उठा कौन है जी तुम्हारा आम बाबू गछ कटा देखु देखु खरारे सनस्ट्रोक हो जाइछला मते से कथा भी कहि पार नथिले हाउ तळे पडे अचेत हो जाइछले माँ तुम तो अंतर अंतर्जामी तुमको क्यों कथा अच्छा बा माँ तुमको आमको तुम ए संस्था को कपड़ा रक्षा करो माँ रक्षा करो मां रक्षा करो ହଁ ହଁ ମା निरुपाय ରକ୍ଷା କର मु निरुपाय आपण हस्ते जिह छदी के अछि तार प्रतिवादी
ମୁଁ ଏଇ ପୃଥିବୀ ପୃଷ୍ଠକୁ କେତେ ସୁନ୍ଦର ଭାବରେ ସୃଷ୍ଟି କରିଥିଲି। କେତେ ସୁନ୍ଦର ଗଛ ଲତା ଫୁଲ ଫଳ ଏବଂ ବିଭିନ୍ନ ପ୍ରକାରର ଜୀବଜନ୍ତୁ ସୃଷ୍ଟି କରି ଏଇ ପୃଥିବୀ ପୃଷ୍ଠକୁ ସୁଖ ଶାନ୍ତିରେ ଭରି ଦେଇଥିଲି। କିନ୍ତୁ ଏଇ ମନୁଷ୍ୟ ସମାଜ ମୋର ସବୁଜିମାକୁ ନଷ୍ଟ କରି ଜଙ୍ଗଲକୁ ଧ୍ୱଂସ କରି ସୃଷ୍ଟି କରୁଛି ବଡ଼ ବଡ଼ ଅଟ୍ଟାଳିକା, ବୃକ୍ଷ ପର୍ବତ ପାହାଡ଼ ସବୁ କିଛି ଧ୍ୱଂସ କରି ସୃଷ୍ଟି କରୁଛି ବଡ଼ ବଡ଼ କଳକାରଖାନା। ଆଉ ନିଜର ବିଳାସମୟ ଜୀବନକୁ ବଞ୍ଚିବାକୁ ଯାଇ ବ୍ୟବହାର କରୁଛି ବିଭିନ୍ନ ପ୍ରକାରର ମଟର ଗାଡ଼ି, ଏସି, ୱାଟର ହିଟର ପରି ଉପକରଣ। ଆଉ ଏଥିରୁ ବାହାରୁଥିବା ନିର୍ଗତ ବିଷାକ୍ତ ଧୂଆଁ କାର୍ବନ ଡାଇଅକ୍ସାଇଡ୍ ଏବଂ କାର୍ବନ ମନୋକ୍ସାଇଡ୍ ବାୟୁମଣ୍ଡଳରେ ମିଶି ବାୟୁକୁ ଦୂଷିତ କରି ଓଜୋନ ସ୍ତରରେ ସୃଷ୍ଟି କରୁଛି ବଡ଼ ବଡ଼ ରନ୍ଧ୍ର, ଯାହା ଫଳରେ ସୂର୍ଯ୍ୟର ରଶ୍ମି ସିଧାସଳଖ ପଡୁଛି ଏଇ ପୃଥିବୀ ପୃଷ୍ଠରେ। ଆଉ ଏଇ ମନୁଷ୍ୟ ସମାଜ ପାଇଁ ଆଜି ମୁଁ ଦୁର୍ବଳ, ଏଇ ସହିଷ୍ଣୁ ଧରିତ୍ରୀ ଆଜି କାନ୍ଦୁଛି। ଧରିତ୍ରୀ କାନ୍ଦୁଛି ଆମରି ପାଇଁ, ଧରିତ୍ରୀ କାନ୍ଦୁଛି ଆମରି ପାଇଁ। ମା, କ୍ଷମା କରିଦିଅ। ଏମିତି ଅପରବର୍ତ୍ତୀ ସମୟରେ କେବେ ବି ଭୁଲ ହବନି। ମା ଆମକୁ ରକ୍ଷା କରିଦିଅ। କ୍ଷମା କରିଦିଅ ମା, କ୍ଷମା କରିଦିଅ। ହଁ ହଁ ମା, କ୍ଷମା କର ମା। ଠିକ ଅଛି, ତୁମେମାନେ ବୃକ୍ଷରୋପଣ କରି ନୂଆ ନୂଆ ଜଙ୍ଗଲ ସୃଷ୍ଟି କରି ତାର ଯତ୍ନ ନିଅ, ଯାହା ଫଳରେ ମୋର ବକ୍ଷ ପୁଣି ସବୁଜିମାରେ ଭରିଯିବ। ଆଉ ମୁଁ ମୋର ଶକ୍ତି ଫେରି ପାଇବି, ଯାହା ଫଳରେ ତମମାନଙ୍କୁ ରକ୍ଷା କରିପାରିବି। ଧନ୍ୟବାଦ ଦର୍ଶକ ବୃନ୍ଦ, ଆପଣମାନଙ୍କ ଉପସ୍ଥିତି ଜାହିର କରୁଛି ଆମ আরে এপর্যন্ত কার্বন ডাইঅক্সাইড কার্বন মনোঅক্সাইড এপর্যন্ত ফেরিলেনি কাହିଁ ତ? ତାଙ୍କର ପୃଥିବୀ ପୃଷ୍ଠରେ କିଛି ଅଘଟଣ ଘଟିଲାନି ତ? ନାଇଁ, ମୋର ତାଙ୍କ ଉପରେ ପୂର୍ଣ୍ଣ ଭରସା ଅଛି। ସେମାନେ ନିଶ୍ଚିତ ପୃଥିବୀ ପୃଷ୍ଠକୁ ଧ୍ୱଂସ କରି ଫେରିବେ। কার্বন ডাইঅক্সাইড কার্বন মনোঅক্সাইড পৃথিবী পৃষ্ঠ ধীরে ধীরে ধ্বংস হଉଛନ୍ତି ନା ନାହିଁ? ନାଇଁ ମହାରାଜ, ମୁଁ ଏବେ ଦୁର୍ବଳ। ଏହି ମୂର୍ଖ ସମାଜ ଯାହାକୁ କହୁଥିଲି, ସେମାନେ OMC ଭଳି ସଂସ୍ଥାକୁ ଧରି ହଜାର ହଜାର ମାତ୍ରାରେ ଗଛ ଯୋଗାଉଛନ୍ତି। ଗଛ ଏ ସବୁଆଡ଼େ ଖାଲି ସବୁଜ ହେଇଗଲାଣି। ମୋର ଆଉ ଶକ୍ତି ନାହିଁ ମହାରାଜ, ମୁଁ ଆଉ କିଛି କରିପାରିବି ନାହିଁ। মূর্খ, তু পৃথিবী পৃষ্ঠକୁ ধ্বংস କରି ମୋ ସମ୍ମୁଖକୁ ଚାଲି ଆସିଛୁ। ମୂର୍ଖ, ଚାଲିଯା ମୋ ସମ୍ମୁଖରୁ। କାର୍ବନ ମନୋଅକ୍ସାଇଡ ପୃଥିବୀ ପୃଷ୍ଠର କି ସୂଚନା ନେଇ ଆସିଛ? ମଣିମା, ମୁଁ ନିରୁପାୟ। ମୋର ବି ଶକ୍ତି ଦିନକୁ ଦିନ କ୍ଷୀଣ ହେବାର ଲାଗିଛି। କଳକାରଖାନା ନିର୍ଗତ ପ୍ରଦୂଷଣକୁ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରୁଛନ୍ତି ଏବଂ ଓଡ଼ିଶା ଖଣି ନିଗମ ସଂସ୍ଥା ଯିଏକି ଇଭି ଗାଡ଼ିର ବ୍ୟବହାର ପ୍ରବଳ ମାତ୍ରାରେ କରିଦେଇଛନ୍ତି। মূর্খ, অপদার্থ, তুমি দুইটা অপদার্থ। পৃথিবী পৃষ্ঠକୁ ধ্বংস ନ କରି ମୋ ସମ୍ମୁଖକୁ ଚାଲି ଆସିଛ। ଯାଅ, ତୁମେ ଦି ଜଣ ମୋ ସମ୍ମୁଖରୁ ଚାଲି ଯାଅ। ଯାଅ ତୁମେ। ଏଥର ମୁଁ ନିଜେ ମୁଁ ନିଜେ ଯିବି ଏ ପୃଥିବୀ ପୃଷ୍ଠକୁ ଜାଳି ପୋଡ଼ି ପୁରା ପାଉଁଶ କରିଦେବି।
ଧ୍ୱଂସ କରିଦେବି। ମୋ ହାତରୁ ଏ ପୃଥିବୀ ପୃଷ୍ଠକୁ କେହି ବି ରକ୍ଷା କରିପାରିବେନି। ମୂର୍ଖ! ପୃଥିବୀ ପୃଷ୍ଠରେ ଏତେ ସାରା ସବୁଜିମା ଦେଖି ସାରିବା ପରେ ବି ତୁ ପୁଣି ଧ୍ୱଂସ କରିବାକୁ ଆସିଛୁ? କଣ ହେଲା? ତୁ ମୋ ସମ୍ମୁଖରେ ପୃଥିବୀ ପୃଷ୍ଠକୁ ରକ୍ଷା କରିବୁ? ତୁ ଜାଣିନାହୁ ବୋଧେ ଶସ୍ତ୍ରର ପରାକ୍ରମ। ତୁ ଜାଣିନାହୁ ଏ ଶସ୍ତ୍ରର ପରାକ୍ରମ। ଦେଖିବୁ আলোল ধরিত্রী তোর শেষ দিন তরল, আলোল ধরিত্রী তোর শেষ দিন তরল। খণ্ড করি দেবী মুন্ডরে তোহরল, আলোল ধরিত্রী তোর শেষ দিন তরল। সঙ্গে যুদ্ধ কর পরাস্ত যা নিরন্তর, বল সঙ্গে যুদ্ধ কর পরাস্ত যা নিরন্তর। খণ্ড খণ্ড করি দেবী মুন্ডরে তোহরল, আলোল ধরিত্রী তোর শেষ দিন তরল। କଣ ହେଲା? ତୁ ମୋ କବଳରୁ ଏ ମୂର୍ଖ ମନୁଷ୍ୟ ସମାଜକୁ ରକ୍ଷା କରିବୁ? ମୂର୍ଖ! ଏଇ ପୃଥିବୀ ପୃଷ୍ଠକୁ ଧ୍ୱଂସ କରିବାର ଦୁଃସାହସ ଯଦି କରିବୁ, ଉପଯୁକ୍ତ ଶାସ୍ତି ପାଇବୁ। ଶାସ୍ତି? ଶାସ୍ତି? ତୁ ବୋଧେ ଜାଣିନାହୁ ଏ ଶସ୍ତ୍ରର କରାମତି। ତେବେ ତୁ ମୋ ସହିତ ଯୁଦ୍ଧ କରିବୁ, ତେବେ ହେଇଯାଉ ଅସ୍ତ୍ର ପରୀକ୍ଷା। ତେବେ ହୁଅରେ ପ୍ରସ୍ତୁତ। ତେବେ ହେଇଯାଉ ଅସ୍ତ୍ର ପରୀକ୍ଷା। ଆସିବାର ଥିଲା। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏଭଳି ପ୍ରଫେସନାଲ କଳା ବା ପ୍ରୋଗ୍ରାମ ଆମର ମୋର 1.5 ବର୍ଷ ଭିତରେ ମୁଁ 2 ବର୍ଷ ଭିତରେ ଦେଖିନି। ସେ ଡେପୁଟି ମ୍ୟାନେଜରଙ୍କଠୁ ଆରମ୍ଭ କରି ଆସିଷ୍ଟାଣ୍ଟ ମ୍ୟାନେଜର ଯିଏ ନିର୍ଦ୍ଦେଶନା ଦେଉଛନ୍ତି, ଆମର କ୍ୟୁସି ଆସୋସିଏଟଠୁ ଆରମ୍ଭ କରି ଆମର ସିକ୍ୟୁରିଟି ଅଫିସରଠୁ ଆରମ୍ଭ କରି ଏତେ ସୁନ୍ଦର ରାଜଗୋପାଳ ବାବୁ ଯେଉଁମାନେ ଅଛନ୍ତି, କେହି ଗୋଟିଏ ବି କଳାକାର ଖରାପ କଳା ପ୍ରଦର୍ଶନ କରିନି। ନୋ ପ୍ରମ୍ପଟିଂ, ନଥିଙ୍ଗ ଏଲ୍ସ, ଇମୋସନ ସହିତ କରିଛନ୍ତି ଏବଂ ଏଭଳିଆ ପ୍ରୋଗ୍ରାମ କେବେ ହେଇନି। ତେଣୁ ଖଣି ନିଗମ ତରଫରୁ ସୁକୁରୁଙ୍ଗି ଟିମ୍କୁ ତାଙ୍କର ଏଇ ନାଟକ ପାଇଁ 5,000 ଟଙ୍କାର ଗୋଟେ ସ୍ପେଶାଲ ପୁରସ୍କାର ମୁଁ ସାର୍ଙ୍କ କତରୁ କରାଇଛି। ଏଇଟା ଦିଆଯିବ ସେହି କଳାକାର ମାନେ ସେମାନଙ୍କର କଳା ପ୍ରଦର୍ଶନ ଯେଉଁମାନେ ଟିମ୍ରେ ଥିଲେ ଏବଂ ଆମର ନିମନ୍ତ୍ରଣ ରକ୍ଷା କରିକି ଯେଉଁ ଭଉଣୀ ଆସିଥିଲେ ବାହାରୁ, ମୁଁ ତାଙ୍କୁ ଚିହ୍ନି ନଥିଲି। ସେ ଜଣେ ଉଚ୍ଚ କୋଟିର କଳାକାର, ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଏବଂ ଯେତେ କହିଲେ ବି ମୋ ପାଖରେ ଆଉ କିଛି ୱାର୍ଡସ୍ ନାହିଁ। ଇଟ୍ ଇଜ୍ ସୁପରବ, ଆଉଟଷ୍ଟାଣ୍ଡିଂ। ଆହୁରି ଯଦି କ'ଣ ଉପରକୁ ଥିବ ଆପଣମାନେ ସବୁ ପ୍ରଶଂସାର ପାତ୍ର। ଧନ୍ୟବାଦ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଆପଣମାନେ ଆସନ୍ତୁ ଏଠି ମଞ୍ଚକୁ ଆସିକି ସବୁ ଗୋଟେ ଫଟୋଗ୍ରାଫି ନିର୍ଦ୍ଦେଶନା ଦେଇଛନ୍ତି ଯେଉଁ ଦୀପକ ବାବୁ, ଆପଣ ଆସନ୍ତୁ। ତୁଷାର ବାବୁ ଶ୍ରଦ୍ଧା, ଥ୍ୟାଙ୍କ ୟୁ। ତୁଷାର ବାବୁ ତ ମୁଁ ଜାଣିନଥିଲି, ସେ ନିଜେ ଗୋଟେ ଲିଡର ହେଇକି ଆସିକି ଏଠି କଳା ପ୍ରଦର୍ଶନ କରୁଛନ୍ତି। ତୁଷାର ବାବୁ ଯିଏକି କୋଉଥିରେ କମ୍ ନାହିଁ। ଭୋତେଶ ଆସ, ଏ ମୁହୂର୍ତ୍ତ ମୁଁ ଭାବୁଛି ଦି ବେଷ୍ଟ ପ୍ରୋଗ୍ରାମ। ଆପଣ ବି ଆସନ୍ତୁ, ଏଇଟା ହେଉଛି ୱାନ୍ ଅଫ୍ ଦ ବେଷ୍ଟ ପ୍ରୋଗ୍ରାମ। ହଁ ଆସନ୍ତୁ, ରିଟର୍ନ ଆସ। ସାର୍ ଗୋଟେ ମ୍ୟାଡ଼ାମ୍ ପାଇଁ ଗୋଟେ ପୁରସ୍କାର ଦେଉଛି, ଆପଣଙ୍କୁ ହସ୍ତ ପ୍ରଦାନ କରିବେ। ବର୍ତ୍ତମାନ ଆମେ ଦେବାଶିଷ ସାର୍ଙ୍କୁ ଅନୁରୋଧ କରିବା, ସେ ଜଣେ ବହୁତ କଳାପ୍ରେମୀ ଲୋକ, ତାଙ୍କ ମୁହଁର ଗୋଟେ ଛୋଟ ଡାଇଲଗ୍ଟେ ଶୁଣିବା। ଯଦି ସାର୍ କିଛି ଖରାପ ନ ପାଇବେ ତାହେଲେ ମୁଁ ଡାଇରେକ୍ଟ ଶୁଣିବି।
କାହିଁକି ଅସୁବିଧାରେ ପକେଇଦେଲେ ପୋକ ବହୁତ ଗଲାଣି ତଥାପି ଆପଣମାନଙ୍କ ଦୀପକ ବାବୁ ନିର୍ଦ୍ଦେଶନା ଦେଇଛନ୍ତି ଆସନ୍ତୁ ମୁଁ କେପରି କଥା କହିବି ଯେ ଗୋଟେ ଛୋଟିଆଟେ କହିଦେଉଛି ଆଉ କେତେବେଳେ ଆପଣଙ୍କର ଏ ସ୍ୱତନ୍ତ୍ର ଟିମ୍ ରିଜନାଲ ଅଫିସ ଯିବେ ତାଙ୍କୁ ସ୍ୱତନ୍ତ୍ର ଭାବରେ ଆମେ ସମ୍ବର୍ଦ୍ଧିତ କରିବୁ ଗୋଟେ କରୁଥିଲେ ପଣ୍ଡା ବାବୁ ପାଖରେ ଅଛନ୍ତି ତାଙ୍କ ଉଦ୍ଦେଶ୍ୟରେ ଗୋଟେ କହିଦେଉଛି ମୁଁ କଳା ମୋ ଧନ୍ଦା କଳା ମୋ ବେପାର ବି କଳା କଳା ଦୁନିଆର ମୁଁ ଜଣେ କଳା ବାଦଶା ମା କାଳୀ ମୋ ଭରସା ମୁଁ କଳା ମୋ ଧନ୍ଦା କଳା ମୋ ବେପାର ବି କଳା କଳା ଦୁନିଆର ମୁଁ ଜଣେ କଳା ବାଦଶା ମା କାଳୀ ମୋ ଭରସା ମୁଁ ତ ପାରିବିନି ତଥାପି ଆପଣମାନେ କହୁଛନ୍ତି ସମୟ ନଷ୍ଟ କରୁନି ମୋ ନାଁ ପ୍ରତାପ ରାଠୋର ମୋ ହୃଦୟଟା କଠୋର ମୋ ସାଙ୍ଗରେ ଭଲରେ ରହିଲେ ଭଲ ନହେଲେ ଜୀବନର